ଚାଲିଛି ଚାଲିବ ସିଂହ ବାହିନୀ ତ ମୁଁ ଏ ବର୍ଷ ପହଞ୍ଚୁଛି ଏ ବର୍ଷ ଏବେ ତ ଆସି ପହଞ୍ଚିଲି ଏ ବର୍ଷ ମୋର ନୂଆ କିନ୍ତୁ ଯେତିକି ଆସିକି ପହଞ୍ଚିଲି ଆଗରୁ ଯେତିକି ଜାଣିଛି ମୋତେ ସିଂହ ବାହିନୀ ଭଲ ଚାଲିବ ସବୁଠୁ ଭଲ ଚାଲିବ ଦମଦାମ ପୁରା ବିଶେଷତ୍ୱ ରହୁଛି ନାଟକ ରହୁଛି ଷ୍ଟାଫ୍ ବି ଯିଏ ରହିଛନ୍ତି ଠିକ ରହିଛନ୍ତି ତେଣୁ ଭଲ ଚାଲିବ ତା ଦେହରେ ବହୁତ କଳାକାର ଘରେ ବସିଛନ୍ତି ବହୁତ କଳାକାର ବିବାଦ ଭିତରେ ଆସିଛନ୍ତି କଳାକାରଙ୍କର ଯୋଉ କଳାକାରଙ୍କର କିଛି ଦୋଷ ଥାଇକିରି ସେମାନେ ହେଇଛନ୍ତି ସପୋଜ ମୋର ମୁଁ କୌଣସି ଏଇଟା ମୋର ବୋଧେ 45 ବର୍ଷ ଯାତ୍ରା ଜୀବନ ଭିତରେ ପ୍ରଥମେ ମାନେ ଗୋଟେ ଅନୁଷ୍ଠାନରୁ ପଇସା ରିଟର୍ନ କରିକି ଏକା ଆସିବା ଆସିନଥାନ୍ତି ବି ମୁଁ ଥିଲି ଆପଣ ଦିନ କଥାବାର୍ତ୍ତା ହେଇଥିଲା କିନ୍ତୁ ତାଙ୍କ ଆଡୁ ସିଏ କହିଲେ ଯେ ଯୋଉମାନେ ସଂଘରେ ରହିବେ ଆମେ ତାଙ୍କୁ ରଖିବୁ ନାହିଁ କଳାକାର ସଂଘରେ ଯୋଉମାନେ ରହିବେ ଆମେ ସେମାନଙ୍କୁ ରଖିବୁ ନାହିଁ ତାପରେ ପଇସା ଟିକେ ରିଟର୍ନ କରିଦେଲି ରିଟର୍ନ କରିଦେବା ପରେ ସିଏ ସବୁ ତାପରେ ସିଏ ବାରମ୍ବାର ମୋତେ ଫୋନ କଲେ ଯେ ନାଇଁ ଆମ ଭିତରେ ହେଇଥିଲା କିନ୍ତୁ ସମସ୍ତେ ତ ସବୁ କଳାକାରଙ୍କୁ ରଖୁଛନ୍ତି ମାଲିକ ମାନେ ଆଉ ଆପଣ କାହିଁ ପଇସା ଇଏ କରିବେ ଆପଣ ଇଏ କରନ୍ତୁ ମୁଁ କହିଲି ନାଇଁ ମୋର କହିକି ତ ପଇସା ରିଟର୍ନ କଲି ମୋର କିଛି ବାଦ ବିବାଦ ତ କୌଣସି ଇଏ ସହିତ ନାହିଁ ଆଉ ସିଂହ ବାହିନୀ ମୋର ଗୋଟେ ମାନେ ଚର୍ଚ୍ଚିତ ଅନୁଷ୍ଠାନ ହେଇଛି ଲୋକ ବାଦ ବିବାଦ ଭିତରେ ତେଣୁ ମୋର ବି ଇଚ୍ଛା ହେଲା ଏଠିକି ଆସିବା ପାଇଁ କାରଣ ବାଦ ବିବାଦ ଭିତରେ ଗତି କରିବାକୁ ମତେ ବହୁତ ଭଲ ଲାଗେ ନିହାତି ବହୁତ ଭଲ ଲାଗେ ମୁଁ ଆସିଛି ପ୍ରଥମରୁ ଆପଣ ଜାଣିଛନ୍ତି ସେତେବେଳେ ବି ସେ ମାଲିକ ଆଉ ବିଶେଷ କେହି ନାହାନ୍ତି ସେଇ ଯୋଉ ବାଦ ବିବାଦ ହେଇଥିଲା ଏଇ କଳାକାର ସଂଘ ଏଇ ମାଲିକ ସଂଘ ଭିତରେ ତେଣୁ ମତେ ଭଲ ଲାଗିବ ଆଉ ନାଟକ ଷ୍ଟାଫକୁ ଦେଖିକି ମତେ ଲାଗୁଛି ବଢିଆ ଆଉ ଆଉ ଘରେ କିଏ ଆଉ ବସିଛି ବିଶେଷ ତ କେହି ନାହାନ୍ତି ପ୍ରାୟ ରହିଗଲେଣି ଆଉ କାହିଁ ମୋ ଇଏରେ କାହିଁ ସେମିତି କଳାକାର କିଏ ଆଉ ଘରେ ବସିଲେ ତ ପାର୍ଟି ହେଲା ପୁଣି ଯୋଉ ଆପଣଙ୍କର ପୃଥ୍ୱୀରାଜ ସେ ଗୋଟେ ଅନୁଷ୍ଠାନ ବନ୍ଦ ହେଇଯାଉଥିଲା ସେ ବି ହେଲା ହେଲା ସେଠି ବି କିଛି ଷ୍ଟାଫରେ ଆଉ କିଏ ତ ପ୍ରତିବର୍ଷ ତ ସେମିତି କିଛି କିଛି ଷ୍ଟାଫ ରହିଯାଉଛନ୍ତି କିନ୍ତୁ ଆଉ ସେମିତି ଜଣାଶୁଣା ଷ୍ଟାଫ ସେତେ ତ ବୋଧେ ରହିନାହାନ୍ତି କି ମୁଁ ଭାବୁଛି କେଜାଣି ଆପଣଙ୍କ ନଜରରେ ଥାଇପାରେ ମୋ ନଜରରେ ନାହିଁ ହେଇଥିବ ନାଇଁ କଳା କିଏ କିଏ ସେମିତି କୌଣସି କଳାକାର ବାଦ ବିବାଦ କଳା ସଂଘ ସକାଶେ ବସିନାହାନ୍ତି କେବଳ ମରି ପଣ୍ଡାକୁ ବ୍ୟାନ୍ କରାଯାଇଥିଲା ଯାହା ସେ ଅନୁଷ୍ଠାନ ତାକୁ କାର ନେଇଛି ଆଉ ତ କିଛି ଆଉ କିଏ ବସିଛନ୍ତି ବାଦ ବିବାଦ ଭିତରେ କିଏ ଅଛନ୍ତି କଳାକାର ସଂଘ ମାଲିକ ସଂଘ ନମିତା ତା ସ୍ୱଇଚ୍ଛାରେ ଛାଡିଛି ତାକୁ ଇଏ କରାଯାଇଛି କି ସେ କଣ ବାଇଟ୍ ଦଉଛି ଶରୀର ଅସୁସ୍ଥ ନେଇକି ସେ ରହିଛି କାଲି ସକାଳେ ନମିତା ଯେ ଜଏନ୍ ନ କରିବ ସେଇଟା ଆପଣ କେମିତି ଭାବୁଛନ୍ତି ଜଏନ୍ କରିବନି ବୋଲି କାହିଁ ଭାବୁଛନ୍ତି କିନ୍ତୁ କଳାକାର ସଂଘ ନେଇ ତାକୁ କଣ ମାଲିକ ବ୍ୟାନ୍ କରିଛନ୍ତି ଆଉ ସେ କଣ ଅସୁବିଧା ଅଛି ସେ ଠିକରେ ଅଛି ସେ ତାର ଦେହ ଅସୁସ୍ଥ ସେ ଗଲା ମୁଁ ଏ ବର୍ଷ ପାଇଁ କାଲି ଯଦି ଦେହ ଭଲ ଲାଗିଲା ସେ ଆସି ରହିବ ଯେହେତୁ ତା ସ୍ୱାମୀ ଅଛି ପୁନା ଅଛି ପିୟୁଷ ତ୍ରିପାଠୀ କଥା ସେ କଥା ତ ସମୟ କହିବ କିନ୍ତୁ ପିୟୁଷ ତ୍ରିପାଠୀ ଅଭିନୟ କରିବ କୋଉଠି କରିବ ମୁଁ କହିପାରିବିନି କିନ୍ତୁ ସେ କରିବ ଏବେ କରିବନି କରିବ ସସ୍ପେନ୍ସ ଅଛି ବିବାଦ ପଳେଇଲେ କିଏ ବିବାଦ ଭିତରୁ ପୁରେଇଲେ ଉମା ସଂଘ ଛାଡିଦେଲେ ଉମା ସଂଘ ଯୋଉ ଛାଡି ଦେଇଛନ୍ତି ସେଠି ଦୋଷଟି କାହାର ଆପଣ ମାନେ କହିଲେ ଯଦି ଉମା ସଂଘ ଛାଡି ଦେଇଥିଲେ ଉମା ସଂଘରୁ ତାଙ୍କ ଆଖଡା ପୂଜା କରିବାକୁ ଯାଇଥିଲେ କାହିଁକି କଣ ପାଇଁ ଯାଇଥିଲେ ସେ 8 ଦିନ ପୂର୍ବରୁ ମନା କଲେନି ବର୍ତ୍ତମାନ 150 କଳାକାର ବନ୍ଦ ହେଇଗଲା 150 କଳାକାରକୁ ଉମା ଦବ ଖାଇବାକୁ ଉମା ଚାକରୁ ମନା କଲେନି କଣ ପାଇଁ ଇଏ କଲେ ପଇସା ନେଲେ ସେ ଛାଡନ୍ତୁ ସେ ସବୁ ହେଇଥିଲା ଆଖଡା ପୂଜାକୁ କାହିଁ ଗଲେ କଣ ପାଇଁ ଗଲେ
से लुचिकी आसतु कि से कहीकि आसतु सी अलग कथा से जड़े वरिष्ठ कलाकार को जड़े देखी जाइए मालिक को भी जड़े नथिले सेटा कौन ताल ससास कोड रहिला ससास गार रहिला से कौन अनुष्ठान कले नि के तांको रूम तो पुन डायरेक्टर राइटर जाय नाटक कले ना नहीं पुन तांको रेल चला आरंभ होला ना नहीं या पर आउर नुआ नुआ आउछ कहबे जे आमे राइटर डायरेक्टर बहुत बर्तन ठीक कर रखिछु बहुत कथा तो हूँ से कौन से गुरु ना कौन तो मारिकी जाइए 150 कलाकार को 150 परिवार को मारिकी जाइए मीडिया बदला मीडिया कहीं कहूच कहीं कौन बदला मीडिया जो जाऊँ मना करना आम किसी कहींपारूनी मीडिया को बाध्य कर बोली ସେଇଟା ତ କଥାଟା ଅବଶ୍ୟ ମିଡିଆ କିଛି ମିଡିଆ ଅଛନ୍ତି ଯାହାକୁ ଯୋଉଟାକ ମାନେ ଗୋଟେ ଗୁଆଗାତିରେ ଦରକାର ହବ ସେଠି ତାକୁ ଦେଇ ଦଉଛନ୍ତି ଅଲଗା ଅସ୍ତ୍ର ଇଏ କରିଦଉଛନ୍ତି ସେ କିଛି ମିଡିଆ ଅଛନ୍ତି ନିଜର ଇଏ ବଢେଇବା ପାଇଁ ଟିଆରପି ବଢେଇବା ପାଇଁ କିନ୍ତୁ କିଛି ମିଡିଆ ତ ଯାତ୍ରାର ଇଏଟାକୁ ବର୍ତ୍ତମାନ ଇଏ କରିଛ ନା ଆମେ କୋଉଠୁ ହଁ ଆଜ୍ଞା हईराण कर अनुष्ठान को हईराण कर जो कलाकार को हईराण कर सी कौन मालिक सेटा तो कथा सी जो संघ कर संघर कौन से कहते संघर कौन नियम या संघर नियम या कि आगुरी बंद करदेवे ନାଇଁ ଆମେ ଯିବୁ 30-40 ବର୍ଷ ତଳରୁ ରହିକି ଆସୁଛନ୍ତି କଳା ପ୍ରଦର୍ଶନ କରୁଛନ୍ତି 30-40 ବର୍ଷ ଭିତରେ କଣ ଏଇଭଳି ଯାତ୍ରା ମାଲିକ ମାନେ ହଁ ଏମିତି କରିଥିଲେ କିନ୍ତୁ ତା ଭିତରେ ଅଧା ଡିରେକ୍ଟର ରାଇଟର ଆସିଲେ ନାହିଁ ସ୍ୱର୍ଗତ ଅନନ୍ତ ଓଝା ସାର୍ ତ ଚାଲିଗଲେଣି ସିଏ ନିଜେ ବି ବନ୍ଦ କରିଦେଲେ ମୋ ନିଜ ଅନୁଷ୍ଠାନରୁ ପଇସା ନେଇଥିଲେ ମୁଁ ଆଡଭାନ୍ସ ଦେଇଥିଲି 20,000 ଟଙ୍କା 4 ଖଣ୍ଡ ନାଟକ କରିବା ପାଇଁ 3 ଖଣ୍ଡ ନାଟକ କମ୍ପ୍ଲିଟ୍ ସରିଛି 4 ଖଣ୍ଡ ନାଟକ ଯୋଉଦିନ ମଞ୍ଚସ୍ଥ ହବ ସେଦିନ ମାଲିକ ସହ ତାକୁ ବନ୍ଦ କଲେ ନାଇଁ ତମେ ଯାଅ ନା ସେ ଅନୁଷ୍ଠାନ को अपरा सोमनाथ कथा कहूँ जाओनी से पंतोष सार भी आसिले 20,000 टका आडभांस नहीं संजय बलर मोर नहीं देखिए आस गोटे दिन लेट होता बोले 1,000 टका भी कहले आग 1,000 टका रख सोमनाथ अपरा से भी राइटर डायरेक्टर नाटक करते ना नहीं ये से पुणी किसी ये बंद कर राइटर डायरेक्टर तैयारी सुजोग है कलाकार संघ दृढ़ अच्छी ठीक किंतु समय देखिकी काम हम से किसी बर्तमान चुपचाप समस्ते रही से करतु कलाकार संघ कौन कर कलाकार संघ रेजिस्ट्रीभुक्त मालिक संघ रेजिस्ट्रीभुक्त नुहे उमा भी रेजिस्ट्रीभुक्त नुहे जो संजय बल यात्रा पार्टी कहले कि कौन यात्रा पार्टी करदे पारती बचई न रखी पारती गोटाए वर्ष करदे उदाहरण देले पृथ्वीराज गणमान्य सुरेश पंडा करनी किए कर पारे 2 वर्ष रखिलु परे आज रखी पारे तुम कौट तुम किए कौच रखिनी 2 वर्ष सोमनाथ 3 वर्ष रहीनी ठीक ठीक से कलाकार को ठीक जो कलाकार स्वाभिमान नहीं से कौन कलाकार ठीक जदि तोर गुरु गुरु को तुम कहलु भूल माग मुझे मागी था पूर्व एत बड़ बड़ कथा कहीं कहूँ कौन भाई कहू कहना गुरु गुरु आम तो गुरु को निंदा करूँ मगेवा कि मगेदे कौन मत मागिदे मुझे भूल मागिदेवी तार स्वाभिमान नहीं तार पैसा दरकार जे मह बड़ा कतरा मु अम करदेवी ढुकी करदेवी चकुड़ी करदेवी एत बड़ा कहता कौन कला से तेणु ताकू जदि सेटा माने आमे तापर आगु दू तू बड़ बड़ कथा कहीं कहतु आ जदि कहलु भूल मागिलु किसी असुविधा नहीं तू कहलु तू सरेंडर कलु तू तू रह जानी पारलु तू भूल करछु बोली सीनियर कलाकार
ନାଇଁ ନାଇଁ କୁନି କଳାକାର ତା ଭଳିଆ ଭୁଲ କରିବେନି, ସେଭଳି ଭୁଲ କରିବେନି। ସେ ଇଏ ଯୋଉ ପ୍ରକାର ସେ କାହିଁ କହିଥାନ୍ତା ବୋଲି ଭୁଲ ମାଗିଲା ନା, ସେ କାହିଁ ଏତିକ କହୁଥିଲା, ଯାହାର ଦମ ନାହିଁ ସେ କହିବ କାହିଁକି? ଭାଇ ମତେ କହିଲେ ତମେ ଛାଡି ଦିଅ, ମୁଁ ଅନୁଷ୍ଠାନ ସଂଘରେ ରହିଲେ ତମେ ରହିବ, ବାସ୍ ଧର ତମ ପଇସା ମୁଁ ଫେରିଲି ଆଇଲି, ସଂଘ ମୁଁ ତିଆରି କରିଛି, ସଂଘ ରହିବୁନି କଣ? ସଂଘ କିଏ ନ ରୁହନ୍ତି? କ୍ଲବଟା ହେଇଛି, କ୍ଲବ ମେମ୍ବର ଚାଲିଯିବେ, କ୍ଲବ କଣ ଭାଙ୍ଗିଯିବ କି? ଆହୁରି କିଏ ଆସିବେ ରହିବେ। 25-26 ତ ଯାତ୍ରା ବର୍ଷ ମାନେ କହିବାକୁ ବି ଖରାପ ଲାଗୁଛି, କାରଣ ଯାତ୍ରା ଯୋଉ ପ୍ରକାର ସବୁ ଇଏ ହେଇଛି ଦର୍ଶକ ମୁହଁ ଫେରୁଛନ୍ତି ଆସ୍ତେ ଆସ୍ତେ, ସତ ଏଇଟା। ଆଉ ସେ ସବୁ ଦୋଷ ଆମ ଦୋଷ? ନାଇଁ ମିଡିଆର ବି ଦୋଷ ଅଛି, ସବୁ ମିଡିଆର ଦୋଷ ନାହିଁ। ମୁଁ କହିଲି ଟିକେ ପୂର୍ବରୁ ମିଡିଆର ବି କିଛିଟା ତାକୁ ଅଲଗା କରିଦଉଛି, ନେଇକି ରଞ୍ଜିତ କରିଦଉଛନ୍ତି କିଛି ମିଡିଆ ଅଛନ୍ତି। ମିଡିଆ ପାଖକୁ ଯାଉଛି କେମିତି? ମିଡିଆ ଯାଉଛି କେମିତି? ତମେ କହିଲା ପରେ ମିଡିଆକୁ ଯାଉଛି ନା, ଆଉ ମୁଁ କହିଲି ବୋଲି ମିଡିଆ ସୋସିଆଲ ମିଡିଆରେ ନିଜେ ତ ପବ୍ଲିଶ କରୁଛନ୍ତି। ହଁ ସେ କରୁଛନ୍ତି, ସେତେବେଳେ ମିଡିଆ ଦୋଷଟା କେମିତି? କୋଉଟା ନାଇଁ ନିଜ ଆଇଡିରେ କଣଟା ମିଡିଆ ଯୋଉଟାକୁ ଭୁଲଭାଲି କେତେଟା ଲେଖିକିରି ଯୋଉ ଇଏ କରୁଛନ୍ତି, ସେ କଣ ସେଇଟା କରୁଛନ୍ତି? ତାଙ୍କ ଆଇଡିରେ ମୁଁ ମୋ ଆଇଡିରେ ଛାଡିଲି, ଗୋଟେ ବାଇକ୍ ଛାଡିଲି କି କଣ କଲି, କୋଉ ବିଷୟରେ ଗୋଟେ କହିଲି, କଣ ଏଇ ପ୍ରକାର କହୁଛି? କଣ କହିବି ଆଉ? ବହୁତ ଦେହ ଖରାପ, ତାପରେ ବି ସେ ରହିଥାନ୍ତା ଆଉ ବର୍ଷ ଖଣ୍ଡେ ରହିଥାନ୍ତା, ବର୍ଷ 2 ବର୍ଷ। ଏଇ ଯୋଉ ଇଏ ହେଲା ଅନୁଷ୍ଠାନର ଯୋଉ ପ୍ରକାର ଇଏ ହେଲା, ତାପରେ ଆଉ ମତେ ଭଲ ଲାଗିଲାନି। ଆମେ ରହିଯିବାଟା ଭଲ, ମୁଁ ବି ରହିସାରନ୍ତାଣି, କେବଳ କିଛି ସମସ୍ତ ଜାଣିଛନ୍ତି ଧାର କରଜରେ ବୁଡିକି ରହିଛି, ତେଣୁ ସେଇ ହିସାବରେ ଆସିଛି। ଆଉ ଯାତ୍ରାକୁ ତ ଜୀବନକୁ ବଞ୍ଚିଛୁ ନା, ଯାତ୍ରା ଆମକୁ ପରିଚୟ ଦେଇଛି, ଯାତ୍ରାକୁ ସବୁ ଆମେ ଇଏ କରିଛୁ, ଯାତ୍ରାକୁ ତ ଛାଡି ହବନି, ରହିଛୁ। ମାଲିକ ମୋର ସେମାନଙ୍କୁ ଅନୁରୋଧ ଯେ ମାଲିକଙ୍କୁ ମାଷ୍ଟର ମାନଙ୍କୁ ଯେ ମାଲିକ ମାନେ ମାଲିକର ଯୋଉ ଧର୍ମ କର୍ମ ସେଇଟା କରନ୍ତୁ, ଗୁରୁଙ୍କର ଯାହା ସେଇଆ କରନ୍ତୁ, ୟା ଭିତରେ ପସନ୍ଦ। ମାଲିକ ଜଣେ କହିଦେଲା, ମାଲିକ ସାଙ୍ଗ କହିଲେ ତମେ ଯାଅ ନା ସେଠି କର ନା, ଏଇଟା କଣ ଠିକ? ଗୁରୁଙ୍କୁ ଅସମ୍ମାନିତ କରିଥିଲ, ଦୟାକୁ କହିଲ, ପ୍ରତାପ କହିଲ, ସେମାନେ ସବୁ ଇଏ କରିଥିଲେ, ହଁ ଭୁଲ ମାଗିଲେ କିଛି ଅସୁବିଧା ନାହିଁ, ସେ ଖରାପ କରି କହିଥିଲେ କି କଣ ଶୋଇଥିଲେ କି ଯାହା ହେଲା, କାରଣ ଅନ୍ୟମାନେ ତ ସିଏ ଯୋଉ ମାନେ ଇଏ ସକାଶେ କହିଥିଲେ, ଅନ୍ୟମାନେ ତ କହୁନାହାନ୍ତି, ସାଇଲେନ୍ସ ରହିଯାଉଛନ୍ତି ଅନ୍ୟ କଳାକାର ମାନେ। ତେଣୁ ତାଙ୍କର ଯେତେବେଳେ ତାଙ୍କ ଚରିତ୍ର ଉପରେ ଆସୁଛି, ଚରିତ୍ର ଆସୁନି, ସିଏ ସେଇଟାକୁ କହୁଛନ୍ତି। ଅନ୍ୟ ଚରିତ୍ର ପାଇଁ ସେ କହୁଛନ୍ତି କି? ନାଟକ ପାଇଁ କହୁଛନ୍ତି କି? ନିଜ ଚରିତ୍ର ପାଇଁ କହୁଛନ୍ତି ନା ନାଇଁ? କିନ୍ତୁ ଗୁରୁ ମାନେ ଏଇ ଯୋଉ ଓଙ୍କାର ଇଏଟା କଲେ, ସେଥିପାଇଁ ମତେ ଟିକେ ଇଏ, ତେଣୁ ଗୁରୁଙ୍କ କାମ କରନ୍ତୁ, ମାଲିକ ମାଲିକଙ୍କ କର୍ମ କରନ୍ତୁ। ସେଇ ତ କଥା, ଯଦି ସମସ୍ତ ଭିତରେ ରହିଥାନ୍ତେ ଅନୁଷ୍ଠାନଟାକୁ, ନାହିଁ ସେଠି କେହି ଡିରେକ୍ଟର ଯିବେନି, ଅନୁଷ୍ଠାନ ହେଲାନି, ତାହେଲେ ସକ୍ସେସ ହେଇଥାନ୍ତେ। ଆଉ ତମେ 5 ଜଣ ସାଡେ ଇଏ କଲା ବେଳକୁ ଆଉ ତ 2 ଜଣ ଯାଇ ନାଟକ କଲେଣି ନା। ସେ ମନୋଜ ପଣ୍ଡା କଣ ମୁଁ ଆଜିର ନୂଆ ରାଇଟର କି? ଆମର ତ 100 ଖଣ୍ଡ ନାଟକ କରିଛନ୍ତି ନା ବହୁତ ଦିନରୁ, ସିଏ ତ କେମିତି ଯାଇକି ସେଠି ଦମ୍ଭର ସହିତ କଲେ। ତାପରେ ଆହୁରି ସବୁ ନାଁ କହୁନି ଅଛନ୍ତି ବାହାରିବା ପାଇଁ, ପୁରୁଣା ରାଇଟର ବି, ପୁରୁଣା ଡିରେକ୍ଟର ବି।